ପିଲାମାନେ ତୁମ ସମସ୍ତଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ତୁମର ଆଗାମୀ ଇଣ୍ଟରନାଲ ଆସେସମେଣ୍ଟ 1 ର ସାହିତ୍ୟ ପ୍ରଶ୍ନପତ୍ରର ଉତ୍ତର ଗୁଡ଼ିକ ଆଲୋଚନା କରିବା। ତେବେ ଆସ ଆମେ 1 ନମ୍ବର ଠାରୁ ଆଲୋଚନା କରିବା। ପିରିୟଡିକ ଟେଷ୍ଟ ୟୁନିଟ୍ 1 ଗୋଟିଏ ଲେଖାଏଁ ଶବ୍ଦରେ ଉତ୍ତର ଦିଅ। ଶୁଭ୍ର ତଟିନିକୂଳ ଶିଖର ସମୀରା। ଏଠାରେ ଶିଖର ଶବ୍ଦର ଅର୍ଥ କ'ଣ? ଏହାର ଉତ୍ତର ହେବ ଜଳକଣା। ଉତ୍କଳ ଜନନୀ ଶରୀରକୁ କିଏ ଧୌତ କରୁଛି? ସମୁଦ୍ରର ପବିତ୍ର ଜଳଧାରା। କାହା ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ? ଏହାର ଉତ୍ତର ହେବ ମହର୍ଷି ଦୁର୍ବାସାଙ୍କ ପରାମର୍ଶରେ। ଘ ନମ୍ବର ଅଛି ଭୀମଙ୍କ ସିଂହନାଦ ରଡ଼ି କବିତାରେ ସହଦେବ କାହାକୁ ଈଶ୍ୱର କହିଛନ୍ତି? ଏହାର ଉତ୍ତର ହେବ ଭଗବାନ ଶିବଙ୍କୁ। ଓ ନମ୍ବର ଭୀମଙ୍କ କେଉଁ ସିଂହନାଦ ରଡ଼ିରେ ମହିମଣ୍ଡଳ କମ୍ପିଲା? ଏହାର ଉତ୍ତର ହେବ ପ୍ରଥମ ଶବ୍ଦରେ ବା ପ୍ରଥମ ସିଂହନାଦ ରଡ଼ିରେ। ୟୁନିଟ୍ 2 ଗୋଟିଏ ଲେଖାଏଁ ପୂର୍ଣ୍ଣ ବାକ୍ୟରେ ଉତ୍ତର ଲେଖ। କାନ୍ତକବିଙ୍କ ପତ୍ନୀ ଲବଙ୍ଗଲତାଙ୍କ ପିତାଙ୍କ ନାମ କ'ଣ? ଉତ୍ତର ହେବ ଲାଲମୋହନ ଦାସ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କାନ୍ତକବି ରୂପେ ଘୋଷଣା କରାଯାଇଥିବା ସମ୍ବର୍ଦ୍ଧନା ସଭାରେ କିଏ ସଭାପତିତ୍ୱ କରିଥିଲେ? ଏହାର ଉତ୍ତର ହେବ କବି ଚିନ୍ତାମଣି ମହାନ୍ତି। ଜନ୍ମଭୂମି ପ୍ରବନ୍ଧଟି କେଉଁ ଭାବନାରେ ପରିପୁଷ୍ଟ? ଏହାର ଉତ୍ତର ହେବ ବସୁଧୈବ କୁଟୁମ୍ବକମ୍। ଘ ନମ୍ବର ଅଛି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେଉଁମାନଙ୍କୁ ନବାଗତ ଅତିଥି ବୋଲି କହିଛନ୍ତି? ଏହାର ଉତ୍ତର ହେବ ଅପରିଚିତ ଗ୍ରାମ୍ୟ ଶିଶୁ। ଓ ନମ୍ବର କାହା ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ? ଉତ୍ତର ହେବ ଯେଉଁମାନେ ଶିକ୍ଷିତ ରୂପେ ଦଣ୍ଡାୟମାନ ହୁଅନ୍ତି ସେମାନଙ୍କ ସମ୍ବନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ। ୟୁନିଟ୍ 3 ମୌଖିକ ପ୍ରଶ୍ନ ବ୍ୟକ୍ତିଗତ ଦଳଗତ ଉତ୍ତର। ଅସହଯୋଗୀ ଛଦ୍ମନାମରେ କାନ୍ତକବି କେଉଁ ମନୋରମ ଗଦ୍ୟ ରଚନା କରିଥିଲେ? ଏହାର ଉତ୍ତର ହେବ ଅସହଯୋଗୀର ଆତ୍ମକଥା। খ ନମ୍ବର ଅଛି କାହା ସମ୍ପାଦନାରେ 1937 ମସିହାରେ ଡଗର ପତ୍ରିକା ପ୍ରକାଶ ପାଇଥିଲା? ଏହାର ଉତ୍ତର ହେବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଗ ନମ୍ବର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କାହାକୁ ଭଞ୍ଜ କୀର୍ତ୍ତି କିରୀଟିନୀ ବୋଲି କହିଛନ୍ତି? ଏହାର ଉତ୍ତର ହେବ ନିଜ ଜନ୍ମଭୂମିକୁ। ଘ ନମ୍ବର କେଉଁ ଋତୁରେ ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ? ଏହାର ଉତ୍ତର ହେବ ହେମନ୍ତ ଋତୁରେ। ଓ ନମ୍ବର ଗୋପପୁରରେ ଗୋଚାରଣ ଦ୍ୱାରା କୃଷ୍ଣଙ୍କ ପାଦ କାହାପରି କଠିନ ହୋଇଥିଲା? ଏହାର ଉତ୍ତର ହେବ ଚର୍ମ ପାଦୁକା ପରି। ୟୁନିଟ୍ 4 ମୌଖିକ ପ୍ରଶ୍ନ କାହା ରକ୍ତରେ ଉତ୍କଳ ଜନନୀଙ୍କ ଶରୀର ଅନୁରଞ୍ଜିତ? ଏହାର ଉତ୍ତର ହେବ ଶତ୍ରୁମାନଙ୍କ ରକ୍ତରେ। ଖ ନମ୍ବର ଅଛି ଉତ୍କଳର ଶସ୍ୟ କ୍ଷେତ କେଉଁଥିରେ ପରିପୂର୍ଣ୍ଣ? ଏହାର ଉତ୍ତର ହେବ ସୁନ୍ଦର ଧାନରେ। ଗ ନମ୍ବର ଭୀମଙ୍କ ସିଂହନାଦ ରଡ଼ି କବିତାରେ କାହାକୁ ମାନଗୋବିନ୍ଦ ବୋଲି କୁହାଯାଇଛି? ଏହାର ଉତ୍ତର ହେବ ଦୁର୍ଯ୍ୟୋଧନଙ୍କୁ। ଘ ନମ୍ବର ଭୀମସେନ ଆମ୍ଭର ଉପକାରୀ ବୋଲି କିଏ କହିଲେ? ଉତ୍ତର ହେବ ପାର୍ବତୀ। ଲଛି ବୋଲି ଆବର ରଡ଼ିଏ ଯେବେ ସହିବୁ ପାମର। ଏଠାରେ କାହାକୁ ଲଛି କୁହାଯାଇଛି? ଏଠାରେ ଲକ୍ଷ୍ମୀଙ୍କୁ ଲଛି ବୋଲି କୁହାଯାଇଛି। ଏହାପରେ ମଲ୍ଟିପୁଲ ଆସେସମେଣ୍ଟ ୟୁନିଟ୍ 1 1 ନମ୍ବର କ କେଉଁ ଗଳ୍ପ ସଂକଳନ ପାଇଁ ବସନ୍ତ କୁମାର ଶତପଥୀ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ହେବ ଆଣ୍ଟି ରୋମାଣ୍ଟିକ। ଖ ନମ୍ବର ଦେଖ 1 କୁଇଣ୍ଟାଲ କାଠକୁ କେତେ ଟଙ୍କା ଦେଇ ଗାଳ୍ପିକ 2 କୁଇଣ୍ଟାଲ କାଠ କିଣିଲେ? 12 ଟଙ୍କା। ଗାଳ୍ପିକଙ୍କ ଚାକର ନାମ କ'ଣ? ଚୈତନ। ଘ ନମ୍ବର ଗୋଦାମରେ ଥିବା କାଠୁରିଆର କୁରାଟିର ଓଜନ କେତେ? 2 କିଲୋ। ଓ ନମ୍ବର ଗାଳ୍ପିକ କେତେ ଖଣ୍ଡି 2 ଟଙ୍କିଆ ନୋଟ କାଠ କଟାଳିକୁ ଦେଇ ଚାରଣା ପଇସା ମାଗିଲେ? ଏହାର ଉତ୍ତର ହେବ 2 ଖଣ୍ଡ 2 ଟଙ୍କିଆ ନୋଟ। ୟୁନିଟ୍ 2 1 ନମ୍ବର କ ଛେଳି ଗୀତ ଗାଉଛି କାହାର ଅଭାବରୁ? ଏହା ବାକ୍ୟ ପଦବାଚ୍ୟ ନୁହେଁ, ଏହା ଯୋଗ୍ୟତା ଅଭାବରୁ, ଅର୍ଥାତ୍ ଛେଳିର ଗୀତ ଗାଇବାର ଯୋଗ୍ୟତା ନାହିଁ। ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ'ଣ କୁହାଯାଏ? ଉତ୍ତର ହେବ ଖଣ୍ଡ ବାକ୍ୟ। ସାଧାରଣତଃ ବାକ୍ୟର ଶେଷରେ କେଉଁ ପଦ ରହେ? କ୍ରିୟାପଦ। ଗୋଟିଏ ମାତ୍ର ସମାପିକା କ୍ରିୟା ଲେଖିବ ପିଲାମାନେ। ସମାପିକା କ୍ରିୟା ଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ? ସରଳ ବାକ୍ୟ। ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ କ'ଣ କୁହାଯାଏ? ମିଶ୍ର ବାକ୍ୟ। ୟୁନିଟ୍ 3 1 ନମ୍ବର କ କାଠୁରିଆ 2 କୁଇଣ୍ଟାଲ କାଠ କାଟିଲେ ଗାଳ୍ପିକଙ୍କ ଠାରୁ କେତେ ଟଙ୍କା ନେବ ବୋଲି କହିଲା? ଉତ୍ତର ହେବ 4 ଟଙ୍କା।
ଗାଳ୍ପିକଙ୍କ କୁକୁରର ନାମ କ'ଣ? ଏହାର ଉତ୍ତର ହେଉଛି ମୋତି। ପଇସା ତତେ ଶସ୍ତା ହୋଇଛି ଏକଥା ଗାଳ୍ପିକ କାହାକୁ କହିଲେ? ତାଙ୍କର କଲେଜ ପଢୁଆ ପୁଅକୁ କହିଲେ। ଚୈତନ୍ୟ କାଠୁରିଆକୁ କେତେ ଖଣ୍ଡ ରୁଟି ଦେଲା? ଏହାର ଉତ୍ତର ହେବ 2 ଖଣ୍ଡ। ଅବୋଧ୍ୟ କବିତାର ପୋଖତ ସମାଲୋଚକ ସହିତ ଗାଳ୍ପିକ କାହାକୁ ତୁଳନା କରିଛନ୍ତି? ଏହାର ଉତ୍ତର ହେବ କାଠୁରିଆକୁ। ୟୁନିଟ୍ 4 1 ନମ୍ବର କ ଶିକ୍ଷକ ଡାକିଲେ ମାନସ ଏବଂ ସୁରେଶ ଗୀତ ଗାଇଲେ। ଗଠନାତ୍ମକ ରୂପ ଦୃଷ୍ଟିରୁ ଏହା କେଉଁ ବାକ୍ୟ ଅଟେ? ଉତ୍ତର ହେବ ଯୌଗିକ ବାକ୍ୟ। ହୋଇ ହେଲେ ପ୍ରାପ୍ତ ଗୌତମ ତପସିଦ୍ଧି। କାହା ଅଭାବରୁ ଏହା ସାର୍ଥକ ବାକ୍ୟ ନୁହେଁ? ଏହାର ଉତ୍ତର ହେବ ଆସକ୍ତି ଅଭାବରୁ ଏହା ସାର୍ଥକ ବାକ୍ୟ ନୁହେଁ। ଗ ନମ୍ବର କାଲିର କାମ ଯଦି ଆଜି କରୁଛ ତେବେ ଆଜିର କାମ ଏବେ କର। ଏଥିରେ କେଉଁଟି ପ୍ରଧାନ ବାକ୍ୟ ଅଟେ? ପ୍ରଧାନ ବାକ୍ୟ ହେବ ଆଜିର କାମ ଏବେ କର। ଏ ବର୍ଷ ପ୍ରବଳ ବର୍ଷା ହୋଇଛି। ପ୍ରକାର୍ଯ୍ୟ ରୂପ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ଅଟେ? ଏହା ବିବୃତ୍ତି ସୂଚକ ବାକ୍ୟ ଅଟେ। କର୍ତ୍ତବ୍ୟ କର କାହା ଦ୍ୱାରା ବାକ୍ୟଟିକୁ ସଂକ୍ଷେପଣ କରାଯାଇଛି? ଏହାର ଉତ୍ତର ହେବ କୃଦନ୍ତ ଦ୍ୱାରା। ପିଲାମାନେ, ଏହା ତୁମମାନଙ୍କ ପାଇଁ ଇଣ୍ଟରନାଲ ଆସେସମେଣ୍ଟ 1 ର ଗୋଟିଏ ପ୍ରାକ୍ଟିସ୍ କୋଶ୍ଚିନ୍ ସେଟ୍ ଥିଲା। ତୁମେମାନେ ଏଥିରେ ଥିବା କୋଶ୍ଚିନ୍ର ଉତ୍ତର ଗୁଡ଼ିକୁ ଭଲ ଭାବେ ପ୍ରାକ୍ଟିସ୍ କର, ଯାହାଫଳରେ ଏହା ତୁମମାନେ ପରୀକ୍ଷା ପାଇଁ ବହୁତ ହେଲ୍ପଫୁଲ୍ ରହିବ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ତୁମେ ଏହାକୁ ଲାଇକ୍ କରିବା ସହିତ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିବ। ଧନ୍ୟବାଦ।